জয় জগন্নাଥ ଦର୍ଶକ ବନ୍ଧୁ। ଆଜି ହେଉଛି ଜୁନ ମାସ 26 ତାରିଖ 2024 ମସିହା ବୁଧବାର। ଆସନ୍ତୁ ଜାଣିବା ଆଜିର 12ଗୋଟି ରାଶିଫଳଙ୍କ ବିଷୟରେ। ପ୍ରଥମ ରାଶି ମେଷ ରାଶି। ଆଜି ଏକାଦଶସ୍ଥ ଶନିଯୁକ୍ତ ଚନ୍ଦ୍ର ହେତୁ ସମସ୍ୟା ମଧ୍ୟରେ ଅଟକି ରହିଥିବା କାମଟି ସୁବିଧାରେ ସମ୍ପନ୍ନ ହେବ, କିନ୍ତୁ ଆତ୍ମୀୟମାନେ ଉପରେ ଭୁଲ ବୁଝାମଣା ହେତୁ ପାରିବାରିକ ସମସ୍ୟା ବଢ଼ିପାରେ। ଆର୍ଥିକ ଦିଗଟି ବିଶେଷ ଭଲ ରହିଲେ ମଧ୍ୟ କାମ ଅଟକି ରହିବ ନାହିଁ। ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ପ୍ରଶାସିତ ହେବେ। ପରବର୍ତ୍ତୀ ରାଶି ବୃଷ ରାଶି। ତୃତୀୟାଧିପତିଙ୍କ ସୁପୁତ୍ରରୁ ଆତ୍ମୀୟଙ୍କ ସାହାଯ୍ୟର ଆଶା ପୂରଣ ହେବ। କଠୋର ପରିଶ୍ରମରୁ ରାତ୍ରିରେ ଅନିଦ୍ରା ଜନିତ ପୀଡ଼ା ଅନୁଭବ କରିପାରନ୍ତି। ବ୍ୟସ୍ତତାର ସହ କରିଥିବା ଯାତ୍ରାରେ କୌଣସି ଜିନିଷ ସାଙ୍ଗରେ ନେବାକୁ ଭୁଲି ଯାଇପାରନ୍ତି। ଇଚ୍ଛା ନଥାଇ ମଧ୍ୟ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ଭାବେ ପଡ଼ିପାରେ। ପରବର୍ତ୍ତୀ ରାଶି ମିଥୁନ ରାଶି। କର୍ମାଧିପ ଦ୍ୱାଦଶସ୍ଥ ହେତୁ ପୂର୍ବ ପରିକଳ୍ପିତ କାମକୁ ସମ୍ପୂର୍ଣ୍ଣ କରିବା କଷ୍ଟକର ହେବ। କାହାରି କଥାରେ ପ୍ରଭାବିତ ହୋଇ ମୂଲ୍ୟହୀନ କାମରେ ମୁଣ୍ଡ ପୁରାନ୍ତୁ ନାହିଁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସହମତରେ କାମ କଲେ ଉପକୃତ ହେବେ। ପୁରାଣ ପଠନ ସତ୍ସଙ୍ଗ ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ଆଗ୍ରହ ହୋଇପାରନ୍ତି। ପରବର୍ତ୍ତୀ ରାଶି କର୍କଟ ରାଶି। ଚନ୍ଦ୍ରଙ୍କ ଅଷ୍ଟମ ଭାବ ସଂସ୍ଥାନ ହେତୁ ସ୍ୱାସ୍ଥ୍ୟ ନିୟନ୍ତ୍ରଣରେ ରହି ନପାରେ। ଆକସ୍ମିକ ଦୂରଯାତ୍ରା କରିବାକୁ ପଡ଼ିବ। ଅତୀତର ସମସ୍ୟା ସମୀକ୍ଷା କରି ତତ୍ ଅନୁଯାୟୀ କାର୍ଯ୍ୟପନ୍ଥା ସ୍ଥିର କରିପାରନ୍ତି। ନିର୍ମାଣାଧୀନ ଗୃହ କିମ୍ବା ଭଡ଼ା ଘରକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ। ବନ୍ଧୁକୁ ବିଶ୍ୱାସ କଲେ ନିଜର ଲକ୍ଷ୍ୟ ହାସଲରେ ସମର୍ଥ ହେବେ। ପରବର୍ତ୍ତୀ ରାଶି ସିଂହ ରାଶି। ଲାଭଭାବସ୍ଥ ଗ୍ରହ ପ୍ରଭାବରେ ଯାତ୍ରା ବାଣିଜ୍ୟ ଭ୍ରମଣ ଜନିତ ଶାନ୍ତିବ୍ରତ ରହିବ। ଯେମିତି ଚାହୁଁଛନ୍ତି ସେମିତି କାମ ସମ୍ପୂର୍ଣ୍ଣ ହେବାରେ ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟିର ଆଶଙ୍କା ରହିଛି। ପରିବାରର ଅସଜଡ଼ା ପରିସ୍ଥିତିକୁ ପଡ଼ୋଶୀଙ୍କ ସହାୟତାରେ ସଜାଡ଼ି ନେବେ। ପରବର୍ତ୍ତୀ ରାଶି କନ୍ୟା ରାଶି। ପାପଗ୍ରହ ପ୍ରଭାବରେ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଥିବାରୁ ବ୍ୟବହାରିକ ପରିବର୍ତ୍ତନ ପରିଲକ୍ଷିତ ହେବ। ପରିବାର ସଦସ୍ୟଙ୍କ ସହିତ ମତାନ୍ତର ଆଶଙ୍କା ରହିଛି। ପୂର୍ବ ଫାଲଗୁନି ନକ୍ଷତ୍ର ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇ କାମ ହାସଲ କରିବେ। ସାହିତ୍ୟ ସଙ୍ଗୀତ କ୍ରୀଡ଼ା ଓ ରଚନାତ୍ମକ କାମରେ ସମସ୍ୟା ସମାଧାନ ହେବ। ପରବର୍ତ୍ତୀ ରାଶି ତୁଳା ରାଶି। ଆଜି ଧନାଧିପତିଙ୍କ ରାଶିକୁ ଦୃଷ୍ଟି ଯୋଗୁଁ ଅର୍ଥଲାଭ ଯୋଗୁଁ ଖୁସି ମନରେ କାମ କରିପାରନ୍ତି। ସଭା ସମିତି କିମ୍ବା ଆଲୋଚନା କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁକୁ ଆପଣାଇ ନେବେ। କଳା ସାହିତ୍ୟ କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରଶାସିତ ହେବେ। ମାଲି ମକଦ୍ଦମାରେ ନିଜ ପକ୍ଷ ସବଳ ରହିବା ହେତୁ ଆଶ୍ୱସ୍ତି ଲାଭ କରିବେ। ପରବର୍ତ୍ତୀ ରାଶି ବୃଷ ରାଶି। ଅଷ୍ଟମ ଭାବସ୍ଥ ତିନୋଟି ଗ୍ରହ ହେତୁ ଅଧିକାଂଶ ସମୟ ଅସ୍ଥିରତା ଲାଗି ରହିବ, ମାତ୍ର ଆର୍ଥିକ ସଙ୍କଟ ଦୂରେଇ ଯିବ। ଗ୍ରାହକଙ୍କ ପ୍ରଭାବରୁ ସମସ୍ୟା ବହୁଳ କର୍ମକ୍ଷେତ୍ର ଓ ଅସଜଡ଼ା ପାରିବାରିକ ପରିସ୍ଥିତି ଟେନସନ୍ ସୃଷ୍ଟି କରିବ। ବୃହସ୍ପତି ପ୍ରଭାବରୁ ଠିକଣା ସମୟରେ ନିଷ୍ପତ୍ତି ନେଇ ଉପକୃତ ହେବେ। ନୂଆ ଯୋଜନା ରୂପାୟନ ସଫଳ ହେବେ। ପରବର୍ତ୍ତୀ ରାଶି ଧନୁ ରାଶି। ଅଷ୍ଟମାଧିପତି ସହ ତୃତୀୟାଧିପତିଙ୍କ ସମ୍ମତ ଭାତୃ ବିବାଦର କାରଣ ହେବ। ପରୋକ୍ଷ ଶତ୍ରୁତା ଜନିତ ଭୁଲ ବୁଝାମଣାରେ କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ଦେହ କରିବେ। ପାରିବାରିକ କ୍ଷେତ୍ରରେ ସମ୍ପର୍କୀୟଙ୍କ ସହ ମିତ୍ରତା ସ୍ଥାପନ କଲେ ସମସ୍ୟା ମୁକ୍ତ ହେବେ। ଆଗାମୀ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବାରେ ମୌକା ପାଇପାରିବେ। ପରବର୍ତ୍ତୀ ରାଶି ମକର ରାଶି। ବୃହସ୍ପତିଙ୍କ ଦୃଷ୍ଟିରେ ପ୍ରଭାବରେ ବନ୍ଧୁଙ୍କ ସହ ଦୂରଯାତ୍ରାର ଯୋଜନା କରିବେ। ସୁସମ୍ପର୍କ ରହିଥିବା ବିଜାତୀୟ ବ୍ୟକ୍ତିଙ୍କ ସହଯୋଗ ପାଇ କୃତକାର୍ଯ୍ୟ ହେବେ। ସକାଳେ ଖୋଜୁଥିବା ଜିନିଷଟି ନ ପାଇବାରୁ ମାନସିକ ଶାନ୍ତି ବ୍ୟାହତ ହେବ। ଅତି ନିକଟରେ ବନ୍ଧୁଙ୍କ ଅନାଦର ଭାବ ଯୋଗୁଁ ସାମୟିକ ମନ ଦୁଃଖ ରହିବ। ପରବର୍ତ୍ତୀ ରାଶି କୁମ୍ଭ ରାଶି। ଅନୁଗ୍ରହ ଗ୍ରହସ୍ଥିତି ଜନିତ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିପାରିବେ। ଅଟକି ରହିଥିବା ନିର୍ମାଣାଧୀନ କାମ ଆରମ୍ଭ କରିବାକୁ ମନ ବଳାଇବେ। ନିଜ ଚତୁଃପାର୍ଶ୍ୱରେ ବିରୁଦ୍ଧ ମନୋଭାବ ପୋଷଣ କରୁଥିବା ଲୋକମାନେ ଶତ୍ରୁତା ଆଚରଣ କରିପାରନ୍ତି। ତଥାପି ସ୍ତ୍ରୀଙ୍କ ସାହାଯ୍ୟ ସହାନୁଭୂତି ଓ ଦୂରଦର୍ଶିତା ଗୁଣରେ ମନୋବଳ ବୃଦ୍ଧି ପାଇବ। ଆଜିର ଅନ୍ତିମ ରାଶି ମୀନ ରାଶି। ମଙ୍ଗଳଙ୍କ ସ୍ୱଭାବ ସ୍ଥିତି ଆର୍ଥିକ ଅଭିବୃଦ୍ଧି ସହ ଭୂ ସମ୍ପତ୍ତି ଲାଭ କରିପାରେ। ଆନୁଷ୍ଠାନିକ କିମ୍ବା ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶାସିତ ହେବେ। ବିବାଦୀୟ ଘଟଣାରେ ଟେନସନ୍ ଲାଗି ରହିଥିଲେ ମଧ୍ୟ କଚେରୀ ମାମଲାରେ ଶୁଣାଣି ବିଳମ୍ବରେ ଘଟିବ। କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଖାଦ୍ୟପେୟ ଠିକ୍ ରହି ନପାରେ। ଫଳତଃ ସ୍ୱାସ୍ଥ୍ୟହାନିର ସମ୍ଭାବନା ରହିଛି। ଏହା ଥିଲା ଆଜିର 12ଗୋଟି ରାଶିଫଳଙ୍କ ବିଷୟରେ। ଆପଣଙ୍କ ଦିନ ଶୁଭମୟ ହେଉ। ଜୟ ଜଗନ୍ନାଥ। ଆପଣମାନେ ଯଦି ଏହି ଚ୍ୟାନେଲରେ ନୂଆ ଅଛନ୍ତି ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନୋଟିଫିକେସନ୍ ଅନ୍ କରି ଅଲ୍ ସେଟ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।